କାହା କଥା କାହା ଗୁଣ ବାହୁନିବି। ବଡ ପୁଅ ମଦ ପିଉଛି, ସକାଳୁ ଯାଉଛି ସନ୍ଧ୍ୟାରେ ଫେରୁଛି, ପିଇକିରି ଆସୁଛି। ପୁଅ ଝିଅ ଭାରିଜା ତାଙ୍କୁ ପିଟୁଛି, ତାଙ୍କୁ ଗଣ୍ଡେ ଖାଇବାକୁ ଦେଇପାରୁନି, କି ଶାନ୍ତିରେ ସେମାନେ ଶୋଇ ବି ପାରୁନାହାନ୍ତି। ମୋ କଥା କଣ ପଚାରିବ, ମତେ କଣ ସୁଖ ଶାନ୍ତିରେ ରଖିବ? ଆଉ ମଝିଆ ପୁଅ ତା ଗୁଣ ବାହୁନିବା ଆଉ କହି ବାହୁନି ପାରୁନି କି କହି ପାରୁନି। ମଝିଆ ପୁଅ ମା ଧାନ କୁଟି ପୁଅ ନାଗର, ସିଏ କଣ କରୁଛି? ଫିଲ୍ମ ଷ୍ଟାଇଲରେ ବିଡି ସିଗାରେଟ ଧୂଆଁ ଛାଡୁଛି, ଖାଲି ଖାଲି ଫିଲ୍ମ ଷ୍ଟାଇଲରେ ଧୂଆଁ ଛାଡୁଛି। ଶୁଣିଲି ଯାଇଥିଲା ଡାକ୍ତରଖାନା, 2 ମାସ ହେଲାଣି ଖୁ 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 ହେଇ କାନ୍ଦୁଛି। ନା ସିଏ ଶୋଉଛି ନା ମତେ ଶୁଆଇ ଦଉଛି, କେହି ଶାନ୍ତିରେ ନାହାନ୍ତି। ଡାକ୍ତର କହିଲା ଟିବି ହେଇଛି, 6 ମାସ ଭିତରେ ଔଷଧ ଖାଇଲେ 6 ମାସରେ ଭଲ ହେଇଯିବ। ହେଲେ ମତେ ଯେତେ ନଥିବୁ ମାଠେ, ମୁଁ ସେଇ ଦରପଡା କାଠେ। ଅଭ୍ୟାସ ଛାଡୁଛି କୋଉଠୁ? ସେଇ ଧୂଆଁ ଛାଡୁଛି। ଆଉ 3 ନମ୍ବର ପୁଅ, ସବୁଠାରୁ ସାନ ପୁଅ, ବହୁତ ମଜା କରିଥିଲି। ଭାବିଥିଲି ତା ପାଖରେ ଦିନ କାଟିଦେବି। ସିଏ କଣ କରୁଛି? ଗୁଟୁକା, ଏଇ ଯୋଉ ମିଳୁନି ବଜାରରେ, ଗୁଟୁକା ଖାଉଛି। ଏଠି ପୁଛ ସେଠି ପୁଛ ଏଇଆ କରୁଛି। 2 ମାସ ହେଲାଣି ପାଟିରେ ଘା ହେଇଛି। ଯାଇଥିଲା ଡାକ୍ତର ପାଖକୁ, ଡାକ୍ତର କହିଲା ଏତିକିରେ ବନ୍ଦ କରି ଔଷଧ ଖାଅ, ତମର କ୍ୟାନ୍ସର ଆଡକୁ ଗତି କଲାଣି। କାହିଁ ଛାଡିବ ପ୍ରକୃତି? ମା ଧାନ କୁଟି ପୁଅ ନାଗର, ପୁଅ ନାଗର ଖାଇଛି, କ୍ୟାନ୍ସର ହବ। କ୍ୟାନ୍ସର ହେଲା, ଏସବୁ ଶୁଣିଲା ପରେ କୋଉ ମା ଶାନ୍ତିରେ ରହିବ? ତେଣୁ ମୁଁ କଣ କରେ, ଘରେ ରହିପାରେନି, ମନ୍ଦିର ଯାଏ, ସେଇଠି ଭଗବାନଙ୍କୁ ପ୍ରାର୍ଥନା କରେ, ପ୍ରଭୁ ମୋ ଛୁଆ ମାନଙ୍କୁ ଟିକେ ଭଲ ବୁଦ୍ଧି ଦିଅ, ତାକୁ ଟିକେ ଭଲରେ ରଖ, ମତେ ତ ଯାହା ଦଣ୍ଡ ଦେଲ, ମତେ ଯାହା କଷ୍ଟ ଦେଲ। ସବୁଦିନ ଯାଏ ଏଇପଟେ ଯାଉଥିଲି, ଦେଖୁଛି 4-5 ଦିନ ହେଲାଣି ଏଠି ଗୋଟେ କଣ ପାଠ ପଢା ଚାଲିଛି। ଶିକ୍ଷକ ମାନଙ୍କୁ ଟ୍ରେନିଂ ଦିଆଯାଉଛି। ମୁଁ କହିଲି, ଭାବିଲି ଯାଉଛି, ଏଠି ତ ବହୁତ ଶିକ୍ଷକ ମାନେ ଅଛନ୍ତି, ତାଙ୍କୁ କିଛି କହିବି। ଏଇ ଆପଣ ମାନଙ୍କ ମାଧ୍ୟମରେ ଗୋଟେ ଶିକ୍ଷା ଦଉଛି। ଆପଣମାନେ ପିଲାମାନଙ୍କୁ ଭଲ ସଂସ୍କାର ଦିଅନ୍ତୁ, ତାଙ୍କୁ ଛୋଟରୁ ଭଗବାନଙ୍କ ନାମ, ଭଗବାନଙ୍କୁ ଜପ କରିବା, ନାମ କରିବା, ବେଦ ପୁରାଣ ପୌରାଣିକ ଜିନିଷ, କାହାଣୀ ଗପ ତାଙ୍କୁ ଟିକେ ଟିକେ ଶିଖାନ୍ତୁ। ଆଉ ତାଙ୍କୁ ଏଇ ସବୁ ଯୋଉ ବିଭିନ୍ନ ନିଶା ଦ୍ରବ୍ୟ ଠାରୁ ଟିକେ ତାଙ୍କୁ ଦୂରେଇ ରଖନ୍ତୁ, ତାଙ୍କୁ ଭଲ ଶିକ୍ଷା ଦିଅନ୍ତୁ। ସେମାନେ ତାଙ୍କ ପରିବାର, ତାଙ୍କ ପିଢିକି ଭଲରେ ରଖିପାରିବେ, ବାପା ମାଙ୍କର ସେବା କରିବେ, ବଡ ମାନଙ୍କୁ ସମ୍ମାନ ଦେବେ, ଗୁରୁଜନଙ୍କ ସେବା କରିବେ। ଏତିକି ଉପଦେଶ ଦଉଛି। ମୋ କଥା ଯଦି ମାନିବ ତାହେଲେ ଆଉ